জাতীয় পতাকাকে সম্মান জানাই অভিবাদন মঞ্চ অতিক্রম করেছেন। তারপরে ওএসএসি বাটালিয়নର ଏକ ପ୍ଲାଟୁନ୍ ଅଭିବାଦନ ମଞ୍ଚ ଆଡ଼କୁ ଆଗେଇ ଆସୁଛନ୍ତି। ଓଡ଼ିଶା ସ୍ପେଶାଲ ଆର୍ମ ପୋଲିସ ରାଜ୍ୟ କିମ୍ବା ରାଜ୍ୟ ବାହାରେ ଅନେକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁତୟନ ରୁହନ୍ତି। ସେମାନଙ୍କ ପଛରେ ସ୍ପେଶାଲ ସିକ୍ୟୁରିଟି ବାଟାଲିୟନର ଏକ କଣ୍ଟିଜେଣ୍ଟ ଅଭିବାଦନ ମଞ୍ଚରେ ଅତିକ୍ରମ କରୁଛନ୍ତି। ଜାତୀୟ ପତାକାକୁ ସମ୍ମାନ ଜଣାଇ ଗାନ୍ଧୀ ମାର୍ଗରେ ଆଗେଇ ଚାଲିଛନ୍ତି। ତାଙ୍କ ପଛକୁ ଦୁର୍ଗସ କମାଣ୍ଡୋ ଫୋର୍ସ ଏସ୍ଓଜି ଚନ୍ଦକର ଏକ ଚମତ୍କାର କଣ୍ଟିଜେଣ୍ଟ ମଞ୍ଚ ନିକଟକୁ ଆଗେଇ ଆସୁଛନ୍ତି। ସାହସ ଶୃଙ୍ଖଳା ଦୃଢ଼ ନିଷ୍ଠାର ଭାବନା ନେଇ ଏସ୍ଓଜି ରାଜ୍ୟର ଆଭ୍ୟନ୍ତରୀଣ ସୁରକ୍ଷା ଓ ମାଓବାଦୀ ବିରୋଧ ଅଭିଯାନରେ ନିରନ୍ତର ନିୟୋଜିତ ହୋଇ ଆସିଛି। ତାପରେ ଆପଣମାନେ ଦେଖିପାରୁଛନ୍ତି ହାଇଲାଇଟ୍ ସର୍ଭିସର ଚିତା ପତାକା ପ୍ରଦାନ କରିଦେଇଛନ୍ତି। याद्वारे ओडिशा स्टेट एक्शन फोर्स of the platoon मंच निकटକୁ ଆଗେଇ ଆସୁଛନ୍ତି। ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ଅଭିବାଦନ ଜଣାଇ ଆଗରେ ବଢ଼ୁଛନ୍ତି। ତାଙ୍କ ପରେ ଅଛନ୍ତି ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ। ଜାତୀୟ ପତାକାକୁ ସମ୍ମାନ ଜଣାଇ ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ଅଭିବାଦନ ଜଣାଇ ଆଗରେ ବଢ଼ୁଛନ୍ତି। ତାଙ୍କ ପରେ ରହିଛନ୍ତି ଭଦ୍ରକାଳୀ ମଞ୍ଚ ଆଡ଼କୁ ଆଗେଇ ଆସୁଛନ୍ତି। ସୀମା ଶକ୍ତି କରି ମନ୍ତ୍ରୀଙ୍କୁ ଗ୍ରହଣ କରି ଦୁର୍ଘଟଣା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରାଜ୍ୟରେ ବିଶେଷ କାର୍ଯ୍ୟ କରୁଛି ସେମାନେ मुख्य अतिथि अभिवादन जनाई मंच अतिक्रम करुँच। ईपीआर स्टेट पुलिस प्लाटून मंच आगे आड़े आसुँच। जातीय पताका सम्मान जनाई से मंच अतिक्रम करुँच। महिला ट्राफिक पुलिस अधिकारी एक कंटिजेंट अभिवादन मंच आड़क आगे आसुँच। ट्राफिक नियम पालन सुनिश्चित करने दुर्घटना रोकवा और महिला और साधारण यात्री को सुरक्षित यातायात सहयोग प्रदान करने मुख्य कर्तव्य। राज्य अग्निनिरापत्ता बाहिनी एक प्लाटून मंच अतिक्रम करुँच। मुख्यमंत्री अभिवादन जनाई से मंच अतिक्रम करुँच। सैनिक स्कूल छात्र मान एक चित्ता पोषक ब्याग मंच श्रृंखला देशप्रेम नेतृत्व मूल्यबोध को विस्तृत कर मंच अतिक्रम करुँच। ଜାତୀୟ ପତାକାକୁ ସମ୍ମାନ ଜଣାଇ ମହାତ୍ମା ଗାନ୍ଧୀ ମାର୍ଗରେ ସେମାନେ ଆଗେଇ ଚାଲିଛନ୍ତି। ତାପରେ ପ୍ରଥମ ଥର ପାଇଁ ମହାରାଷ୍ଟ୍ର ଗଣେଶ ପାଟଲିୟନ ଏନ୍ସିସି ସିନିୟର ଲିଗ୍ ଭୁବନେଶ୍ୱରର ଏକ କଣ୍ଟିଜେଣ୍ଟ ରାଜ୍ୟସ୍ତରୀୟ ପରେଡରେ ଭାଗ ନେଇଛନ୍ତି। ଏନ୍ସିସି ଜୋନ୍ ପ୍ରଥମ ଥର ଭୂପେନ ସହିତ ରାଜ୍ୟସ୍ତରୀୟ ପରେଡରେ ଭାଗ ନେଇଛନ୍ତି। ସେମାନଙ୍କ ପରେ ସିଭିଲ ଡିଫେନ୍ସ ପୁରୁଷମାନଙ୍କର ଏକ ପ୍ଲାଟୁନ୍ ମଞ୍ଚ ଅତିକ୍ରମ କରୁଛନ୍ତି। ସେବା ସୁରକ୍ଷା ମାନବିକତାର ଭାବନା ନେଇ ସିଭିଲ ଡିଫେନ୍ସ ବିପର୍ଯ୍ୟୟ ଓ ଜରୁରୀ ପରିସ୍ଥିତିରେ ଜନସାଧାରଣଙ୍କୁ ଉଦ୍ଧାର ସୁରକ୍ଷା ଓ ଆବଶ୍ୟକ ସହାୟତା ପ୍ରଦାନରେ ନିୟୋଜିତ ହୋଇଥାଏ। ତାପରେ ସିଭିଲ ଡିଫେନ୍ସ ମହିଳାମାନଙ୍କର ଏକ ପ୍ଲାଟୁନ୍ ଜାତୀୟ ପତାକାକୁ ସମ୍ମାନ ଜଣାଇ ଆଗେଇ ଚାଲିଛନ୍ତି। ବର୍ତ୍ତମାନ ଓଡ଼ିଶା ଏୟାର ସ୍କ୍ୱାଡ୍ରନ୍ ଫ୍ଲାଇ ଏନ୍ସିସି ସିନିୟର ଡିଭିଜନ ଗର୍ଲସର ଏକ କଣ୍ଟିଜେଣ୍ଟ ଜାତୀୟ ପତାକାକୁ ସମ୍ମାନ ଜଣାଉଛନ୍ତି। ସେମାନଙ୍କ ପଛରେ ସୈନିକ ସ୍କୁଲ ଭୁବନେଶ୍ୱର ଏନ୍ସିସି ଉଭୟ ବାଳକ ଓ ବାଳିକାମାନଙ୍କର ଏକ ପ୍ଲାଟୁନ୍ ମୁଖ୍ୟ ଅତିଥିଙ୍କୁ ଅଭିବାଦନ ଜଣାଉଛନ୍ତି। ସେମାନଙ୍କ ପଛରେ ପିଏମ୍ସି କେନ୍ଦ୍ରୀୟ ବିଦ୍ୟାଳୟ 1ର ଛାତ୍ରଛାତ୍ରୀଙ୍କୁ ନେଇ ଏନ୍ସିସି ଏୟାର ୱିଙ୍ଗର କଣ୍ଟିଜେଣ୍ଟ ମଞ୍ଚ ନିକଟକୁ ଆଗେଇ ଆସୁଛନ୍ତି। ଜାତୀୟ ପତାକାକୁ ସମ୍ମାନ ଜଣାଇ ରାଜପଥରେ ଆଗକୁ ବଢ଼ି ଚାଲିଛନ୍ତି। ତାପରେ ୟୁନିଟ୍ 2 କ୍ୟାପିଟାଲ ବାଳିକା ଉଚ୍ଚ ବିଦ୍ୟାଳୟର ବାଳିକାମାନଙ୍କ ଦ୍ୱାରା ଚିତ୍ତାକର୍ଷକ ବ୍ୟାଣ୍ଡ ଏହି ସ୍କୁଲରୁ ଅଧ୍ୟୟନ କରି ଆଜି ଭାରତର ସର୍ବୋଚ୍ଚ ପଦରେ ମହାମୟ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଚଳିତ ବର୍ଷ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ମାନିତ ହୋଇଛି। ଏହି କୁନି ବାଳିକାମାନଙ୍କର वर्तमान पीएमसी केंद्रीय विद्यालय वाले छात्र छात्री को सुंदर परेड माननीय मुख्य अतिथि को सम्मान जनाई परेड मंच अतिक्रम करुँच। वेंकटेश्वर इंग्राजी माध्यमिक विद्यालय प्लाटून मुख्य अतिथि अभिवादन जनाई परेड मंच अतिक्रम करुँच। बालक मान प्लाटून अत्यंत सुंदर परेड प्रदर्शन मुख्य अतिथि माननीय मुख्यमंत्री को सम्मान जनाई से मंच अतिक्रम करुँच। साई इंटरनेशनल स्कूल एक प्लाटून माननीय मुख्यमंत्री को अभिवादन जनाई मंच अतिक्रम करुँच।
ତାଙ୍କ ପରେ ରହିଛନ୍ତି ବିକାଶ ରେସିଡେନ୍ସିଆଲ ସ୍କୁଲର ବାଳକମାନଙ୍କର ଏକ କଣ୍ଟିନେଣ୍ଟ। ମୁଖ୍ୟ ଅତିଥିଙ୍କୁ ଅଭିବାଦନ ଜଣାଇ ସେମାନେ ପ୍ୟାରେଡ୍ ମଞ୍ଚ ଅତିକ୍ରମ କରୁଛନ୍ତି। ତାଙ୍କ ପରେ ସେଣ୍ଟ ଜେଭିୟର ହାଇସ୍କୁଲ ଖଣ୍ଡଗିରି ବାଳିକାମାନଙ୍କର ଏକ ଚିତ୍ତାକର୍ଷକ ପ୍ୟାରେଡ୍ ପ୍ରଦର୍ଶନ। ମୁଖ୍ୟ ଅତିଥି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ଅଭିବାଦନ ଜଣାଇ ସେମାନେ ମଞ୍ଚ ଅତିକ୍ରମ କରୁଛନ୍ତି। ତାଙ୍କ ପରେ ଅଛନ୍ତି କ୍ୟାପିଟାଲ ହାଇସ୍କୁଲ ୟୁନିଟ୍ 3ର ବାଳକମାନଙ୍କର ବ୍ୟାଣ୍ଡ ପରିବେଷଣ। ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ବ୍ୟାଣ୍ଡ ପରିବେଷଣ ଚଳିତ ବର୍ଷର ପ୍ୟାରେଡ୍କୁ ବିଶେଷ ଭାବରେ ଆକର୍ଷଣର ପ୍ରଭାବ ଯୋଗାଇଛି। ରାଜ୍ୟସ୍ତରୀୟ ପ୍ୟାରେଡ୍ରେ ପିଲାମାନଙ୍କର ଉତ୍ସାହକୁ ଆମେ ସମସ୍ତେ ପ୍ରଶଂସା କରିବା। ତଦୁପରି ଓଡ଼ିଶା ଷ୍ଟେଟ୍ ଭାରତ ବ୍ୟାଣ୍ଡ 1ର ଏକ କଣ୍ଟିଜେଣ୍ଟ ମଞ୍ଚ ନିକଟକୁ ଆଗେଇ ଆସୁଛନ୍ତି। ସେବା ଦାୟିତ୍ୱବାନ ଓ ନେତୃତ୍ୱର ମୂଲ୍ୟବୋଧରେ ଗଢ଼ି ଉଠିଥିବା ସ୍କାଉଟ୍ ଆଣ୍ଡ ଗାଇଡ୍ ଛାତ୍ରଛାତ୍ରୀମାନେ ସମାଜ ସେବା ଓ ଦେଶ ସେବାରେ ନିଜର ସକ୍ରିୟ ଅବଦାନ ରଖି ତାଙ୍କ ଶକ୍ତିର ଉତ୍ସାହ ଓ ଦାୟିତ୍ୱବୋଧର ପରିଚୟ ଦେଉଛନ୍ତି। ସେମାନଙ୍କ ପକ୍ଷରେ ଆଉ ଏକ ଓଡ଼ିଶା ଷ୍ଟେଟ୍ ବ୍ୟାଣ୍ଡର ଲାଗୁ ସେମାନଙ୍କ ତରଫରେ ଡିଏଭି ପବ୍ଲିକ୍ ସ୍କୁଲ ଚନ୍ଦ୍ରଶେଖରପୁର ବାଳକମାନଙ୍କର ଏକ ପ୍ଲାଟୁନ୍ ଅଭିବାଦନ ମଞ୍ଚ ନିକଟକୁ ଆଗେଇ ଅଛନ୍ତି। ଜାତୀୟ ପତାକାକୁ ସମ୍ମାନ ଜଣାଇ ଗାନ୍ଧୀ ମାର୍ଗରେ ଆଗେଇ ଚାଲିଛନ୍ତି। ସେମାନଙ୍କ ପଛରେ ମଦର୍ସ ପବ୍ଲିକ୍ ସ୍କୁଲ ୟୁନିଟ୍ 1 ସିଭିଲ୍ ୱିଙ୍ଗ୍ ଛାତ୍ରଛାତ୍ରୀମାନଙ୍କୁ ନେଇ ଚିତ୍ତାକର୍ଷକ ପ୍ୟାରେଡ୍ ପ୍ରଦର୍ଶନ। ସେମାନଙ୍କ ପରେ ଓଡ଼ିଶା ଷ୍ଟେଟ୍ ଭାରତ ସ୍କାଉଟ୍ର ଏକ କଣ୍ଟିଜେଣ୍ଟ ଜାତୀୟ ପତାକାକୁ ସମ୍ମାନ ପ୍ରଦର୍ଶନ କରୁଛନ୍ତି। ତଦୁପରି ଓଡ଼ିଶା ଷ୍ଟେଟ୍ ଭାରତ ସ୍କାଉଟ୍ 2 କଣ୍ଟିଜେଣ୍ଟ ମଞ୍ଚ ଅତିକ୍ରମ କରୁଛନ୍ତି। ସେବା ହିଁ ପରମ ଧର୍ମର ମନ୍ତ୍ର ନେଇ ସ୍କାଉଟ୍ ଓ ଗାଇଡ୍ ଶୃଙ୍ଖଳା ସହଯୋଗ ଓ ମାନବିକତାର ବାର୍ତ୍ତା ସମାଜରେ ପହଞ୍ଚାଉଛନ୍ତି। ତଦୁପରି ଭେଙ୍କଟେଶ୍ୱର ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ଚନ୍ଦ୍ରଶେଖରପୁର ଚିତ୍ତାକର୍ଷକ ବ୍ୟାଣ୍ଡ ପ୍ରଦର୍ଶନ। ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟଙ୍କୁ ଅଭିବାଦନ ଜଣାଇ ଏହି ଝିଅ ଗାନ୍ଧୀ ମାର୍ଗରେ ଆଗେଇ ଚାଲିଛନ୍ତି। ଗାଇଡେନ୍ସ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ କୁମାର ଛାତ୍ରଛାତ୍ରୀମାନଙ୍କୁ ନେଇ ସୁନ୍ଦର ପ୍ୟାରେଡ୍ର ପ୍ରଦର୍ଶନ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅଭିବାଦନ ଜଣାଇ ମଞ୍ଚ ଅତିକ୍ରମ କରୁଛନ୍ତି। ତାଙ୍କ ପରେ ରହିଛନ୍ତି ଓଡ଼ିଏନ୍ ପବ୍ଲିକ୍ ସ୍କୁଲର ଏକ ସୁନ୍ଦର ପ୍ୟାରେଡ୍ର ପ୍ରଦର୍ଶନ। ମୁଖ୍ୟ ଅତିଥିଙ୍କୁ ଅଭିବାଦନ ଜଣାଇ ମଞ୍ଚ ଅତିକ୍ରମ କରୁଛନ୍ତି। ତାଙ୍କ ପରେ ରହିଛନ୍ତି ଏପିଜେ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ